ବୋଉ 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 ଆଜି ବୁଧବାର ଅଛି ଟିକେ ବାପାଙ୍କୁ କହୁନୁ ମାଛ ଆଣିବେ ଆମ୍ବୁଲ ପକେଇ ଟିକେ ଝୋଳ କରନ୍ତୁ ଆମେ ଖାଆନ୍ତେ। ତମ ଭାଇ ଭଉଣୀଙ୍କ ଆଇଁଷ ନହେଲେ ହଉନି ନା ବାପାଙ୍କୁ କହିବି ଗାଁକୁ ବେପାରୀ ଆସିଲେ ରଖିବେ ଝୋଳ କରିଦେବି ଖାଇବ ହେଲା। ମୁଁ ଆଜି ଖାଇବି ରେ ପୁରା ବେକ ଯାକେ ଖାଇବି ବହୁତ ଖାଇବି। ଆରଥର ଏମିତି ବିକଳ ହେଇ ଖାଇଥିଲୁ କଣ୍ଟା ଲାଗିଲା ମେଡିକାଲ ଗଲୁ ଡାହାଣୀ ଚିରୁଗୁଣି। ବୋଉ ଦେଖିଲୁ ଭାଇ କେମିତି କହୁଛି ମତେ। ଆରେ ଗିଟୁଆ କାଇଁ ତ ସହିତ ଲାଗୁଛୁ ଗୋଟେ ବୋଲି ଭଉଣୀ ତୋର ଖାଉଛି ଯେତେ ଖାଉ। ସେଇଥିପାଇଁ ଚିନ୍ତା ଲ ବୋଉ ଏକା ହେଇ ଆମ ଘରେ ଏତେ ଖାଉଛି ଶାଶୁ ଘରକୁ ଯାଉ ଯାଉ କାଙ୍ଗାଳ କରିଦେବ ଯେ। ନାତିଆରେ ଆଇଲୁ ଆଇଲୁ ତା ସହିତ ଲାଗେନି। ଆଉ ପାନ ଦି ଖଣ୍ଡ ଆଣିବୁ ଗଲୁ ମୋ ପାଇଁ ପାନ ନ ଖାଇ ସକାଳୁ ମତେ ଯେମିତି ବିଷ ଖାଇଲା ଭଳିଆ ଲାଗୁଛି। ଯା ଲ ଯା ସାଙ୍ଗେ ସାଙ୍ଗେ ଯିବି ସାଙ୍ଗେ ସାଙ୍ଗେ ଆସିବି ହେଲେ ତୁ ମତେ ଗୋଟେ ମିଠା ପାନ ଦବୁ କହ ଦବୁ ତ? ହଉ ରେ ଧନ ଦେବି ଯା ବେଗେ ଯା। ବୋଉ ତମର ଏଇ ଯୋଉ କଥା ମତେ ଜମା ଭଲ ଲାଗେନି କାଇଁ ସେ ଛୁଆଟାକୁ ପାନ ଖିଆ ଶିଖଉଛ କହିଲ? ବଡ ହେଇ ପୁଣି ସବୁ କଳା ମଡା ଖାଇବ ମଦୁଆ ହେଇ ବୁଲିବ। ମାଛ 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 ରଖ ମାଛ ଆ ରୋହି ଭାକୁର ବୋରେଇ ଚିଙ୍ଗୁଡି ସବୁ ପ୍ରକାର ମାଛ ଆଣିଛି ମାଛ ରଖ ମାଛ। ଏଇଠି ଶୁଣୁଛ ଯାଉନ ଟିକେ ମାଛ ଆଣିବ ଛୁଆ ମାନେ ଖାଇବେ କହୁଥିଲେ। ତମେ ଖାଇବ ସେଇଆ କହୁନ ଛୁଆଙ୍କ ନାଁ କାଇଁ କହୁଛ ତମେ ମୋରି ସ୍ତ୍ରୀଟି ମୁଁ ତମ କଥା ଜାଣିନି। ବେଶୀ ଗପ ନା ମୁଁ ଗୋଟେ ମଣିଷ ମୋର କଣ ଇଚ୍ଛା ନାହିଁ ନା କଣ ଟିକେ ଆଇଁଷ ପାଟିରେ ବାଜି ବୋଲି। ହଉ ହଉ ଆଉ ରାଗନି ପ୍ରିୟ ମୁଁ ଏବେ ଯାଉଛି ମାଛ ଆଣିବାକୁ। ପୋଖରୀ ମାଛ ଜଲ୍ଦି ଆସ ଯଦି ନ ନବ ଘରେ ବସ। ମାଛ ଭାଇନା କି ମାଛ ଆଣିଛ ଦେଖେଇଲ ଆଉ ରେଟ୍ କଣ ସବୁ କୁହ? ରୋହି ଅଛି ଭାକୁର ଅଛି ଚିଙ୍ଗୁଡି ଅଛି ବୋରେଇ ଅଛି ସବୁ ଅଛି। ରୋହି 180 ଟଙ୍କା ଭାକୁର 200 ଟଙ୍କା ଚିଙ୍ଗୁଡି 350 ଟଙ୍କା କଣ ନବା କଥା ନିଅ। ଭାଇନା ମାଛ କା ମୁଣ୍ଡ ଉପରୁ ଡେଇଁକି ନେବୁ ତଳକୁ ପାଚାଡ ରଖ। ଆରେ ଆରେ ସତେ ତ ମୋର ମନ ନଥିଲା ହଉ ହଉ ଭାଇ ରଖୁଛି। ଆଉ ଭାଇନା ପୋଖରୀ ମାଛ ତମର ଡେଉଁଥିଲା ସାଙ୍ଗେ ସାଙ୍ଗେ ଶୋଇ ପଇଲେ। ଶୀତ ଦିନ ନିଦ ଲାଗିଯାଇଛି ବୋଧେ ଆଉ। ଇଏ ଜଗୁନା କିଏ ବା ମାଛ ରଖୁଛ ନା କଣ ବା? ଆମର ରଖିଥାନ୍ତୁ ଯେ ଏ ଟୋକାର ବାପା ପରା ଘରେ ନାହିଁ କି ମତେ ପଇସା ଦେଇକି ଯାଇନି ମାଛ ଟିକେ ରଖିଥାନ୍ତୁ ଏ ମାଛ ଭାଇନା ବାକି ଦବ। ବାକି ଆଗରୁ ଯୋଉ ପଇସା ଥିଲା ସବୁ ଦେଲଣି ସବୁ ତାକୁ କ୍ଲିୟର କର ତାପରେ ବାକି କଥା ଭାବିବ। ଭାଉଜ ମାଛ ରଖିବ ଯଦି ରଖୁନ ମୁଁ ପଇସା ଦଉଛି। ନା ରେ ଧନ ଥାଉ ତମେ କହିଲ ସେତିକି ହେଲା। ୟା ବୋପା ପରା ଟିଙ୍ଗା ଲୋକ ତାକୁ ନ ପଚାରି କାହାଠୁ କଣ ଆଣିଲେ ମତେ ଆଉ ରଖିବନି ନହେଲା ନାଇଁ ଆଜି ଆଳୁ ପଡି ଖାଇଦେବୁ ମା ପୁଅ ଆଉ। ଆରେ ହେ ମାଛ ପୁଅ ମାଛ ଆଣିଛୁ କି ରେ 100 ଗ୍ରାମ ଦେଲୁ ମତେ। ମଉସା 100 କାଇଁ 50 ନିଅ ଖାଇକି ବଳିବ ବୁଢା ହେଲାଣି କାଇଁ ଏତେ ଲୋଭ କରୁଛ ପେଟକୁ ଖାଅ ଭଲସେ। ଭାଇନା ମତେ ରୋହି କେଜିଏ ଦେଲ। ମଉସା ଜାଗା ଦେଖାଅ ତମ 100 ମାଛ ନିଅ ଏ ବା ହାତରେ ଦେ। ବହୁତ କାଇଁ ରଖିଲେନି ଆମ ଭାଇ ମାଛ। ତୋ ବୋପା ସୁର୍ଖା ବାଡି ପଛ ମତେ ପଇସା ଦେଇକି ଯାଉନି ମୁଁ କଣ କରିବି ତୁ ବ୍ୟସ୍ତ ହନା ତୁ ଆଜି ମାଛ ଖାଇକି ହିଁ ରହିବୁ। ଗୀତା ହେ ନିଅ ମାଛ ରୋଷେଇ କର ମୁଁ ବିଲ ଆଡୁ ଟିକେ ଆସେ ଦେଖିକି। ହଉ ପରିବା ଟିକେ କାଟି ଦିଅ ମୁଁ ମାଛ କାଟି ଧୁଆ ଧୁଇ କରି ଆସେ। ହଉ ହଉ ଦେ ଝଟ ଆଣେ। ବୋଉ ଗୋଟେ ଖଣ୍ଡ ମାଛ ଦେଲୁ ଟିକେ ଖାଇବା। ଏଇ ନେ ତୁ ବି ନେ ଖଣ୍ଡେ ଆଉ ମାଗିବନି ତରକାରୀ କରିବି ସମସ୍ତ ପାଇଁ ନହେଲେ ଅଣ୍ଟିବନି। ବୋଉ ତମେ ଖଣ୍ଡେ ନାଉନା। ମୋର ନା ଛୁଆ ଖାଆନ୍ତୁ ମୁଁ ତରକାରୀ ହେଲେ ଖାଇବି। ବୋଉ ଭୋକ ହେଲାଣି କଣ ଖାଇବାକୁ ଦଉନୁ। ରହ ମୁଁ ବାଢୁଛି ଗୀତୁଆ ଘର ପିଣ୍ଡାରେ ବସି ଖାଇବା ଯାଇ। ଆଲୋ ବୋଉ ତାଙ୍କ ପିଣ୍ଡାକୁ ଆମେ କାଇଁ ଯିବା ଖାଇବା ପାଇଁ ତୁ କାଇଁ ବ୍ୟସ୍ତ ହଉଛୁ ଧୈର୍ଯ୍ୟ ଧର ଟିକେ। କି ବାସ୍ନା ଲୋ ବୋଉ ମାଛ ତରକାରୀ ପୁରା ବଢିଆ ବାସୁଛି ବାଢିଲୁ ଜଲ୍ଦି ମୁଁ ପେଟେ ଖାଇଦିଏ ଆଗ। ହାତ ଧୋଇ ଆସ ଦି ଜଣ ମୁଁ ବାଢୁଛି ଖାଇବ। ଭାଇ ଦେଖ କେମିତି ପ୍ଲାନ୍ କରି ପଳେଇ ଆସିଛନ୍ତି। ହଉ ତୁ ଚାଲ ଘରକୁ ଚାଲ। ବୋଉ ଜାଣିଛୁ ଗୋଟେ କଥା ରେଣୁ ବଡ ବୋଉ ଆଉ ଗେଣ୍ଡୁ ଆମ ପିଣ୍ଡାରେ ବସି ଖାଉଛନ୍ତି। ବାପାଙ୍କୁ ଡାକି ପଚାରିଲୁ ମାଛ କିଣିଲା ବେଳେ ରେଣୁ ବଡ ଦେଖିଦେଲା କି? ହେଇଟି ଶୁଣୁଛ କୁଆଡେ ଗଲ ବା ଭାତ ବାଢିଲିନି ବେଗେ ଆସ ଖାଇବ। ତରକାରୀ ପୁରା ରେଡି ହଉ ବାଢିଲ ଦିଟା ଖାଇଦବା। ଖାଇବ ପଛରେ ମୋ କଥାର ଆଗ ଜବାବ ଦେଇ ସାର ତମେ ମାଛ କିଣିଲା ବେଳେ କିଏ ସବୁ ଦେଖିଥିଲେ କହିଲ? ମାଛ ପାଖରେ ତ କେତେ ଲୋକ ଥିଲେ କାଇଁ କଣ ହେଲା କି? ଦେଖିବ ଯାଉନ ପିଣ୍ଡାରେ କିଏ ଚେକା ମାଣ୍ଡି ପକେଇ ବସିଛି। ଆରେ ସତେ ତ। ଆରେ ରେଣୁ ଭାଉଜ ତମେ ବାହାରେ କାଇଁ ବସିଛ ଘରକୁ ଚାଲୁନ। ଖାଇ ବସୁ ବସୁ ଲାଇନ ପଳେଇଲା ତ ଟୋକା କହିଲା ଚାଲ ଗିଟୁଆ ଘର ପିଣ୍ଡାରେ ଯିବା ବସି ଖାଇବା ଆଉ ସେଇଥିପାଇଁ ପଳେଇ ଆସିଲୁ ଆଉ। ବୋଉ ତୁ ମୋ ନାଁରେ ମିଛ କାଇଁ କହୁଛୁ କହିଲୁ ତୁ ତ ନିଜେ କହିଲୁ ଏଠିକି ଆସିବା ପାଇଁ। ଜଗନ୍ଟା ପାଟି ବନ୍ଦ କରେ ଆଡି ପୋଷା। ହଉ ବସିକି ଖାଅ। ରାଜୁ ତମର କଣ ରୋଷେଇ ହେଇଛି ଭାରି ବହକୁଛି ତ। ସକାଳେ ମାଛ ଆଣିଥିଲି ତମେ ଦେଖିଥିବ ସେଇ ତରକାରୀ ହେଇଛି ଆଉ ମୁଁ ମଧୁକୁ କହୁଛି ତମ ପାଇଁ ଟିକେ ତରକାରୀ ଦବ। ନାଇଁ ମୋର ଦରକାର ନାହିଁ ତମର ତିଅଣ କମ କରିଥିବ ଅଣ୍ଟିବ କି ନାହିଁ ମତେ ଦିଅ। ମଧୁ ଦେଲ ଟିକେ ଗିନାରେ ତରକାରୀ ଦିଲା ମା ପୁଅଙ୍କୁ ଟିକେ ଦେଇ ଆସେ।
କୋଉ କଳା ବେଳାରେ ମଣିଷ ଜନ୍ମ ପାଇଥିଲା କେଜାଣି ଡାହାଣିଟା। ମୋରି ଛୁଆଙ୍କ ଖାଇବାରେ ସବୁବେଳେ ତା ନଜର। ଆଲୋ ତୁ ଏତେ କଥା ପୁରେଇ ଖାଉଛୁ ଘରେ, ଆମେ ତୋର ଗନ୍ଧ ଶୁଙ୍ଘି ପାରୁନୁ। ଆଲୋ ଆମର କିଛି ଅକାଳ ସକାଳ ହେଲେ ଦୌଡ଼ି ଆସି ବସି ଯାଉଛି। ଯୋଉ ଦିନ ଆଇଁଷ ଟିକେ କର, ଯଦି ଆଖିଟାରେ ପଡ଼ିଥିବ ଆଉ ସେ ନ ଛାଡ଼େ, ଆସିକି ସିଧା ଦୁଆରରେ। ଆଲୋ ବୋଉ ଟିକେ ଧୀରେ କହ, ବାହାରେ ସେ ବସିଛି ପରା। ଏଇ ନିଅ ତରକାରୀ ତାକୁ ଦେଇ ଆସ, ନହେଲେ ଡାଇରିଆ ଝାଡ଼ା ହବ ସମସ୍ତେ। ଆଉ ତରକାରୀ ଟିକେ ନିଅ, ଶୁଖିଲା ଶୁଖିଲା ଭାତ କେମିତି ଖାଇବ? ଆରେ କାଇଁ ଦଉଥିଲ, ତମର ଏତେ ପରିବାର ଅଣ୍ଟିବ କି ନାହିଁ? ଆଲୋ ବୋଉ ତୁ ତ ଭଲ ପ୍ଲାନ୍ କଲୁ। ତ ବିନା ପଇସାରେ ମାଛ ଝୋଳ ଖାଇଲୁ, ମୋଠୁ ଟିକେ ବୁଦ୍ଧି ଶିଖି।